ଝଟକା ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ। ଏହାପରେ ଯେଉଁ 15ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଉକ୍ତ 15ଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଏବଂ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବ। ତେବେ ଏସବୁ ଜିଲ୍ଲାକୁ ଛାଡ଼ିଦେଲେ ବାକି 5ଟି ଜିଲ୍ଲାରେ ପାଗ ଆଜି ଶୁଖିଲା ରହିବ ବୋଲି ଉକ୍ତ 5ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ରଖିଛି ପାଣିପାଗ ବିଭାଗ। ତେବେ ଆଜି ସବୁ କେଉଁ କେଉଁ ଜିଲ୍ଲାକୁ କେଉଁ ରଙ୍ଗର ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ରାଜ୍ୟରେ ଆଉ କେତେ ଦିନ ଏପରି କାଳବୈଶାଖୀ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି, ଏନେଇ ସମ୍ପୂର୍ଣ୍ଣ ଅପଡେଟ୍ କ'ଣ କୁହାଯାଇଛି ଜାଣିବା ପାଇଁ ନିହାତି ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଚ୍ୟାନେଲକୁ ନୂଆ କରି ଆସିଥିଲେ ଏବେ ହିଁ ଆମ ଚ୍ୟାନେଲ କଭରେଜ ଓଡ଼ିଆକୁ ସବସ୍କ୍ରାଇବ୍ କରିବା ସହିତ ନୋଟିଫିକେସନକୁ ମଧ୍ୟ ଅନ୍ କରିଦିଅନ୍ତୁ। ପ୍ରତିଦିନ ପାଣିପାଗ ସମ୍ବନ୍ଧୀୟ ସମସ୍ତ ଅପଡେଟ୍ ସୂଚନା ସବୁ ଜାଣିପାରିବେ। ତେବେ କାଳବୈଶାଖୀ ପ୍ରଭାବରେ ଆସୁଛି ବଡ଼ ବର୍ଷା। ଏଥିସହିତ ଆନ୍ଧ୍ର ଉପକୂଳ ଏବଂ ୟାନମ୍ ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ 7 ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି